ଜୀବନ କହେ ଅତୀତକୁ ଗ୍ରହଣ କରନ୍ତୁ, ବର୍ତ୍ତମାନକୁ ପରିଚାଳନା କରନ୍ତୁ, ଭବିଷ୍ୟତ ଆଡ଼କୁ କଠିନ ପରିଶ୍ରମ କରନ୍ତୁ। ତାହେଲେ ଆପଣ ଜୀବନରେ ସଫଳତା ପାଇପାରିବେ। ଜୀବନରେ କିଛି ଶିଖ କି ନ ଶିଖ, ଲୋକଙ୍କୁ ଚିହ୍ନିବା ଶିଖ। କାହିଁକିନା ଲୋକ ଯେମିତି ଦେଖାଯାଆନ୍ତି ସେମିତି ହୋଇନଥାନ୍ତି। ଉପରେ ଗୋଟେ ପ୍ରକାର ଦେଖା ହୁଅନ୍ତି ଓ ଭିତରେ ଆଉ ଗୋଟେ ପ୍ରକାର ହୋଇଥାନ୍ତି। ସେଥିପାଇଁ ଆପଣ ଜୀବନରେ ମଣିଷ ଚିହ୍ନିବା ନିହାତି ଶିଖନ୍ତୁ। ବିଶ୍ୱକୁ ବଦଳାଇବା ପାଇଁ ଏକମାତ୍ର ହାତ ତିଆରି ହେଉଛି ଶିକ୍ଷା। ଯଦି ଦେଶବାସୀଙ୍କୁ ମୂର୍ଖ କରିବାକୁ ହୁଏ ତାର ଏକମାତ୍ର ଉପାୟ ହେଉଛି ଧର୍ମ। ଛିଡ଼ା ହୋଇ ଭରସା ଦେବାକୁ କେହି ନାହାନ୍ତି, ସାମ୍ନାରେ ଛିଡ଼ା ହୋଇ ରାସ୍ତା ଦେଖାଇବାକୁ କେହି ନାହାନ୍ତି, କିନ୍ତୁ ପଛରେ ଛିଡ଼ା ହୋଇ ସମାଲୋଚନା କରିବାକୁ ଲୋକ ଅଭାବ ନାହାନ୍ତି। ମଣିଷକୁ ତାର ଗୁଣରୁ ଚିହ୍ନି ହୋଇଥାଏ। ଉଚ୍ଚ ସିଂହାସନରେ ଉପରେ ବସିଲେ ନୁହେଁ, କାରଣ ବଡ଼ ବଡ଼ ଉଚ୍ଚ ମହଲ ଉପରେ ବସୁଥିବା କାଉ ମଧ୍ୟ ଗରୁଡ଼ ପକ୍ଷୀ ହୋଇଯାଇ ନଥାଏ। ନିଜେ ଜବାବ ଦେବା ଦ୍ୱାରା ମଣିଷ କମ୍ ଅନୁତାପ କରିଥାଏ, କିନ୍ତୁ ସମୟ ଯେଉଁ ଜବାବ ଦିଏ ମଣିଷ ତାକୁ ପୂର୍ଣ୍ଣତାର ସହିତ ଅନୁତାପ କରିଥାଏ। ଦୁଃଖକୁ ଭାବେ ଯେ ସୁଖେ ସେ ମୋ ମା, ଅଝଟ କଲେ ବୁଝାଇ କହେ ଜହ୍ନରାଇଜର କଥା। ଭଲ ମଣିଷ ହେବାକୁ ଠାକୁରଙ୍କ ପାଖେ ଶୁଭ ମନୁଷ୍ୟ ଥାଏ। ଦୁଃଖରେ ଭାଙ୍ଗି ନ ପଡ଼ି ବିପଦକୁ ସାମ୍ନା କରେ। ଦୁନିଆରେ ସିଏ ଏକା ଯାହା, ସେ ମୋ ମା। ଭୁଲ ମୁଁ କରିଛି ତତେ ଭଲ ପାଇ, ଆଉ ବିଶ୍ୱାସ କରିଛି ପାପ। କ୍ଷମା ନାହିଁ ମୋର ବିରହେ ଜଳୁଛି, କିଏ ଦେଲା ଅଭିଶାପ। ଜାଣି ମୁଁ ନଥିଲି ମୋ ପାଇଁ ମନେ ତିଳେ ହେଲେ ଜାଗା ନାହିଁ। ପାଗଳ ପରି ମୁଁ ଭଲ ପାଇଥିଲି ଦେଇ ତତେ ମନ। ମନରେ ଦୁଇଟି କଥା ମନେ ରଖିଥିବେ, ଯାହା ଆମକୁ ମିଳୁଛି ସେଇଟା ଭଗବାନଙ୍କର ଇଚ୍ଛା, ଆଉ ଯାହା ନ ମିଳୁଛି ସେଇଟା ମଧ୍ୟ ଭଗବାନଙ୍କର ଇଚ୍ଛା। କାହିଁକିନା ଆମ ପାଇଁ ଯେଉଁଟା ଭଲ ଭଗବାନ ସେଇଟା ଆମକୁ ହିଁ ଦେଇଥାନ୍ତି। ଏ ଜନ୍ମରେ ତୁମର ପ୍ରେମିକାର ସ୍ତ୍ରୀଟିଏ ହୋଇପାରିଲି ନାହିଁ, ମୁଁ କଥା ଦେଉଛି ଆର ଜନ୍ମରେ ମୁଁ ତୁମର ନିଶ୍ଚୟ ସ୍ତ୍ରୀଟିଏ ହେବି। ଏହା କେବଳ ଗୋଟିଏ ପୁଅ ପାଇଁ ସ୍ୱଳ୍ପ ସ୍ୱତନ। ଅଭିମାନ କହେ ଯେ କାହାର ଆବଶ୍ୟକତା ନାହିଁ, କିନ୍ତୁ ଅନୁଭବ କହେ ଯେ ସମୟ ପଡ଼ିଲେ ଧୂଳି ବି ଆବଶ୍ୟକତା ହୁଏ ନାହିଁ। ଗୋଟିଏ ନିୟମ ମନେ ରଖ, ସିଧା କୁହ, ସତ୍ୟ କୁହ ଓ ମୁହଁରେ କୁହ। ଯିଏ ନିଜର ଅଟନ୍ତି ସେମାନେ ବୁଝିଯିବେ ଓ ଯିଏ କେବଳ ନାମକୁ ଥାନ୍ତି ସେମାନେ ଦୂରେଇ ଯାଇଥାନ୍ତି। ଜୀବନର ମାନେ କାନ୍ଦିବା ବି ଜରୁରୀ, ଲୁହ ପୋଛିବା ବି ଜରୁରୀ ହୋଇଥାଏ। ସେଥିପାଇଁ ଜୀବନରେ ବେଳେବେଳେ କାନ୍ଦିବା ସହିତ ବେଳେବେଳେ ଲୁହ ପୋଛିବା ବି ନିହାତି ଜରୁରୀ ହୋଇଥାଏ। ଗୋଟିଏ ସୁନ୍ଦର କଥାଟିଏ ଥରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ, ଏ କାନ୍ଥରେ ଏମିତି କିଛି ଲେଖନ୍ତୁ ଯାହା ଖୁସି ବେଳେ ପଢ଼ିଲେ ଦୁଃଖ ଲାଗିବ ଏବଂ ଦୁଃଖ ବେଳେ ପଢ଼ିଲେ ଖୁସି ଲାଗିବ। ଶ୍ରୀକୃଷ୍ଣ ଲେଖିଲେ, ଏ ସମୟ ଚାଲିଯିବ। ତ ଏ ସମୟ ଦୁଃଖରେ ଥିଲାବେଳେ ଗୋଟେ ଲୋକଟେ ଭାବିବ ଯେ ଏ ସମୟ ବେଶୀ ଦିନ ନୁହେଁ, ଚାଲିଯିବ। ଆଉ ଖୁସିରେ ଥିବା ଲୋକ ବି ଗର୍ବ ଅନୁଭବ କରିବ ନାହିଁ, ସେ ଭାବିବ ଏ ସମୟ ଚାଲିଯିବ। ୟୁଟ୍ୟୁବ ସର୍ଚ୍ଚ କରିଲେ ଅନେକ ପ୍ରକାରର ରେସିପି ପ୍ରସ୍ତୁତି ପ୍ରଣାଳୀ ଗୋଟେ ଦିନରେ ବି ଶିଖି ହୁଏ। ତେଣୁ ଆଜିର ଜମାନାରେ ଝିଅକୁ ରୋଷେଇ ଶିଖାଇବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଭବିଷ୍ୟତରେ ଯେମିତି ସେ ଆତ୍ମନିର୍ଭରଶୀଳ ହୋଇପାରିବ ସେସବୁ ଶିକ୍ଷା ଦେବା ଆଜି ଗୁରୁତ୍ୱପୂର୍ଣ୍ଣ ଅଟେ। ଗୋଟେ କଥା କହୁଛି, ମନ ଧ୍ୟାନ ଦେଇ ଶୁଣନ୍ତୁ। ସାରା ଜୀବନ ଭଲ କଥାକୁ ମନେ ପକାଇ ଆଉ ସବୁ ଭୁଲିଯାଅ। ଅତୀତକୁ ଭାବି କେବେ ମନ ଦୁଃଖ କରନ୍ତୁ ନାହିଁ, ବର୍ତ୍ତମାନକୁ ନେଇ କେବେ ଗର୍ବ କରନ୍ତୁ ନାହିଁ, ଭବିଷ୍ୟତକୁ ଭାବି କେବେ ଚିନ୍ତା କରନ୍ତୁ ନାହିଁ, କାରଣ ସବୁ ସେଇ ଭଗବାନଙ୍କ ଲୀଳା, ଆମେ ତ ନିମିତ୍ତ ମାତ୍ର। ସନ୍ଦେହ, ରାଗ, ଅଭିମାନ ସେହି ମଣିଷ କରିଥାଏ ଯିଏ ଆପଣଙ୍କୁ ନିଜଠାରୁ ଅଧିକ ଭଲ ପାଇଥାଏ। ନହେଲେ ଏହି ଦୁନିଆରେ କିଏ କ'ଣ କରୁଛି, କାହିଁକି କରୁଛି ତା ପ୍ରତି କେହି ଗୁରୁତ୍ୱ ଦେଇନଥାଏ। ଆତ୍ମସମର୍ପଣ ହେଉଛି ପ୍ରେମର ପ୍ରତୀକ, ଏକ ସର୍ତ୍ତ ନୁହେଁ। ସମ୍ପର୍କ ଯୋଡ଼ିବା ଶିଖନ୍ତୁ। ଝଗଡ଼ା ତ ସବୁ ସମ୍ପର୍କରେ ଥାଏ, ହେଲେ ଝଗଡ଼ା ପରି ଜିଦି ପକାଇ ରହିବା ଉଚିତ ନୁହେଁ। ଭଲ ସମ୍ପର୍କ ତିଆରି କରିବାକୁ ଯୁଗ ଯୁଗ ଲାଗିଥାଏ, କିନ୍ତୁ ଭାଙ୍ଗିବାକୁ ଗୋଟେ ମିନିଟ୍ ଲାଗେନି। ଝଗଡ଼ା ପରେ ଆଉ ଥରେ ମିଶିଗଲେ ସବୁ ସମସ୍ୟାର ସମାଧାନ ହୋଇଥାଏ, କାରଣ ଭୁଲ ତୁମର ହେଉ ବା ମୋର, ସମ୍ପର୍କ ତ ଆମ ଦୁହିଁଙ୍କର ନା। ଯେବେ କିଏ ମନରେ ଆଘାତ ଦିଏ ମୁଁ ଚୁପ୍ ରହେ। ମୁଁ ଜାଣେ ମୋ ଅପେକ୍ଷା ସମୟ ବହୁତ ବଢ଼ିଆ ଜବାବ ଦିଏ। ମଥାକୁ ଥରେ ନୁଆଁଇ ଦେଖ, ତୁମ ଅଭିମାନ ମରିଯିବ। ଆଖିକୁ ଥରେ ଭିଜାଇ ଦେଖ, ପଥର ହୃଦୟ ମଧ୍ୟ ତରଳିଯିବ। ଦାନ୍ତକୁ ବିଶ୍ରାମ ଦିଅ, ସ୍ୱାସ୍ଥ୍ୟ ଠିକ୍ ରହିବ। ଜିଭକୁ ବିଶ୍ରାମ ଦିଅ, ଦୁଃଖ ଚାଲିଯିବ। ଇଚ୍ଛାକୁ ହଟାଇ ଦିଅ, ସୁଖର ସଂସାର ଦିଶିବ। ସବୁବେଳେ ଭାବୁଛି ଲୋକ କ'ଣ କହିବେ, ମାତ୍ର ଶେଷରେ ଲୋକ କହିବେ ରାମ ନାମ ସତ୍ୟ ହେ। କୌଣସି ସମ୍ପର୍କ ନିଜ ଇଚ୍ଛାରେ ଯୋଡ଼ି ହୋଇ ନଥାଏ, କାହିଁକିନା ଆପଣ କେବେ କେଉଁଠାରେ ଏବଂ କେଉଁଠି କାହାକୁ ଭେଟିବେ କେବଳ ସେହି ଉପରବାଲା ଠିକ୍ କରିଥାଏ।
ଶରୀରରେ ଲାଗିଥିବା ଆଘାତ କିଛି ଦିନ ପାଇଁ ରହିଥାଏ, କିନ୍ତୁ ହୃଦୟରେ ଲାଗିଥିବା ଆଘାତ ବର୍ଷ ବର୍ଷ ଧରି ରହିଥାଏ। ତେଣୁ କାହା ହୃଦୟକୁ ଆଘାତ ଦେବା ପୂର୍ବରୁ ଥରୁଟିଏ ନିଶ୍ଚୟ ଭାବନ୍ତୁ। ସମୟ ବୁଝାଇ ଦେଉଥିବା କଥା ବଡ଼ କଠିନ ହୋଇଥାଏ, କିନ୍ତୁ ଏକଥା ବି ସତ, ସାରା ଜୀବନ ମନେ ରହିଥାଏ। ପ୍ରତୀକ୍ଷିତ ହୋଇ ରହିବାକୁ ଚାହିଁ ବରଗଛ ପଟେ ପାଉଁଜି ଶବଦ ଶୁଣେଇ ଆସିବ ମନ୍ଦିର କଡ଼ ବାଟେ। ତୋଳି ଆଣିଥିବି କେଉଁ କଢ଼ ଫୁଲ ଗଭାର ଖୁସିବି ପରା। ପାହାଡ଼ି ପବନେ ମହକ ଭରିଲେ ତୁମେ ହସିଦେବ ଧୀରେ। ସ୍ମୃତି ଜୀଇଁ ଯିବ ଅକ୍ଷୟ ହୋଇକି ତୁମେ ଛୁଇଁଦେଲା ପରେ। ସେଦିନ ପରଠୁ ତୁମକୁ ଲାଗିବ ଯେମିତି ମୁଁ ଅଛି ତୁମ ହୃଦୟରେ। ଫୁଲ ଦ୍ୱିତୀୟ ଥର ଫୁଟେ ନାହିଁ, ଜନ୍ମ ଦ୍ୱିତୀୟ ଥର ମିଳେ ନାହିଁ। ଏମିତି ତ ହଜାର ଲୋକ ମିଳନ୍ତି ରାସ୍ତାରେ, କିନ୍ତୁ ହଜାର ଭୁଲ ପରେ କ୍ଷମା କରୁଥିବା ବାପା ମା ଦ୍ୱିତୀୟ ଥର ମିଳିନଥାନ୍ତି। ସ୍ୱପ୍ନ ପୂରଣ ପାଇଁ ସାହସର ସହ ବଢ଼ି ଚାଲିଥିବା ବ୍ୟକ୍ତି ସଫଳତା ପାଇଥାଏ। ସମସ୍ୟା ସମାପ୍ତ ହେବାକୁ ଇସାରା ଦେଇନଥାଏ, କିନ୍ତୁ ରାସ୍ତା ନିଶ୍ଚୟ ଦେଖାଇଥାଏ। ଆଶା କଲେ ଭଲ ଲାଗିବ। 3ଟି ଜିନିଷ ଧ୍ୟାନରେ ରଖିଲେ ଉନ୍ନତି ହୁଏ। ଈଶ୍ୱର, ପରିଶ୍ରମ ଓ ବିଦ୍ୟା। 3ଟି ଜିନିଷକୁ କେବେ ଛୋଟ ଭାବନ୍ତୁ ନାହିଁ। ରୋଗ, ଶତ୍ରୁ ଓ କରଜ। 3ଟି ଜିନିଷ ସବୁବେଳେ ନିଜ ଅଧୀନରେ ରଖ। ମନ, କାମ ଓ ଲୋଭ। 3ଟି ଜିନିଷ ଥରୁଟିଏ ଚାଲିଗଲେ ଆଉ ଫେରେ ନାହିଁ। ଧନୁର ବାଣ, ମୁଖରୁ ବାଣୀ ଓ ଶରୀରରୁ ପ୍ରାଣ। 3ଟି ଜିନିଷ ଆପଣଙ୍କୁ ଦୁର୍ବଳ କରିଦିଏ। ଖରାପ ଗୁଣ, ଅହଙ୍କାର ଓ କ୍ରୋଧ। 3ଟି ଜିନିଷ କେହି ଆପଣଙ୍କ ଠାରୁ ଚୋରି କରିପାରିବେ ନାହିଁ। ଜ୍ଞାନ, ଚରିତ୍ର ଓ ଦକ୍ଷତା। 3 ଜଣଙ୍କୁ ବିପଦ ସମୟରେ ଚିହ୍ନି ହୁଏ। ସ୍ତ୍ରୀ, ଭାଇ ଓ ବନ୍ଧୁ। 3 ଜଣଙ୍କ ଉପରେ ସବୁବେଳେ ଦୟା କର। ଶିଶୁ, ପାଗଳ ଓ ଭୋକିଲା ଲୋକ। 3ଟି ଜିନିଷକୁ କେବେ ଭୁଲନ୍ତୁ ନାହିଁ। ସାହାଯ୍ୟ, ମନ ଓ କର୍ମ। 3ଟି ଜିନିଷକୁ ସବୁବେଳେ ମନେ ରଖିବା ଉଚିତ। ସତ୍ୟ, କର୍ତ୍ତବ୍ୟ ଓ ମୃତ୍ୟୁ। କାମ ହୁଏ ତୁମର ଇତିହାସ ମନେ ରଖିବ। କୀର୍ତ୍ତିଦାସ ହେଲେ ସମାଜ ତୁମକୁ ଘୃଣା କରିବ। ସଜଳ ସଜଳ କଜଳ ଆଖିରେ ତୋ ପାଇଁ ସପନ କେତେ। ସବୁ ସପନ ତ ହୁଏ ନାହିଁ ସତ, ଡର ଡର ଲାଗେ ମତେ। ଦୃଷ୍ଟ ଏଇ ଉଠ ନୀରବତା କହେ ତୋ ପ୍ରେମ କାହାଣୀ ମତେ। ସବୁ କାହାଣୀ ତ ହୁଏ ନାହିଁ ସତ, ଅଧା ରହିଯାଏ କେତେ। ମନ୍ଦିର ଗଲେ ଠାକୁର ଦର୍ଶନରେ 2 ହାତ ଟେକି ହୋଇଯାଏ ତାଙ୍କ ପ୍ରତି। ପୁଣି କେହି ହାତ ଟେକି ଦିଏ ଦୁଃଖୀ ଓ ରଙ୍କିବ ପାଇଁ, ଯଦି ତୁମର ବଡ଼ ଅଭାବ ନାହିଁ। ସୃଷ୍ଟିର ନିୟମ, ତୁମେ ଯାହା ବାଣ୍ଟିବ ତାହା ତୁମ ପାଖରେ ବେଶୀ ହେବ। ତାହା ଧନ ହେଉ କି ଭୋଜନ, ସମ୍ମାନ ହେଉ କିମ୍ବା ଅପମାନ, ଘୃଣା ହେଉ। ଭିକ୍ଷା ଦେଇ ନ ପାରିଲେ ଖରାପ ବ୍ୟବହାର କର ନାହିଁ। ସାହାଯ୍ୟ ନ କରିପାରିଲେ ନିରାଶ କର ନାହିଁ। ଉପକାର କରି ନ ପାରିଲେ କ୍ଷତି କର ନାହିଁ। ଭଲ ନ ପାଇଲେ ଘୃଣା କରନ୍ତୁ ନାହିଁ। ତ ଦର୍ଶକ ବନ୍ଧୁ, ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆମ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ ଗୋଟେ ନିହାତି କରନ୍ତୁ, କମେଣ୍ଟ ଗୋଟେ ନିହାତି କରନ୍ତୁ, ଆପଣମାନଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆଉ ଭିଡ଼ିଓରେ ଯଦି କିଛି ଭୁଲ ଥାଏ କ୍ଷମା ମାଗୁଛି। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ।